ଗତକାଲି ଯୋଉ ମନ୍ତବ୍ୟ ଗୁଡିକ ମତେ ଭୁଲ ପ୍ରତ୍ୟୟ ହଉଥିଲା ଆଜି ତାହା ଆକସ୍ମିକ ଭାବରେ ଠିକ ଲାଗୁଛି। ଆଉ ଯୋଉ ମନ୍ତବ୍ୟ ଗୁଡିକ ମତେ ଠିକ ଲାଗୁଥିଲା ସେଇ ମନ୍ତବ୍ୟ ଗୁଡିକ ମତେ ଭୁଲ ଲାଗୁଛି। ଆଉ ଏମିତି ବି ହେଇପାରେ ଆଜି ଯୋଉ ମନ୍ତବ୍ୟ ଗୁଡିକ ମତେ ଠିକ ଲାଗୁଛି ଆସନ୍ତା କାଲିକୁ ଭୁଲ ଲାଗିପାରେ, ଏବଂ ଆଜି ଯୋଉ ମନ୍ତବ୍ୟ ଗୁଡିକ ମତେ ଭୁଲ ଲାଗୁଛି ଆସନ୍ତା କାଲିକୁ ଠିକ ଲାଗିପାରେ। କଥା ହେଲା ଏଇଆ ଯେ ଆମେ ସବୁବେଳେ ବିଭିନ୍ନ ପ୍ରକାର ପରିସ୍ଥିତିକୁ ସମ୍ମୁଖୀନ କରୁ, ସେଥିରୁ ଆମେ କିଛି ଶିଖୁ ଏବଂ ତାପରେ ଅନୁଧ୍ୟାନ କରି ଆମ ନିଜର ମନ୍ତବ୍ୟକୁ ସୁଦୃଢ କରିଥାଉ। ତେଣୁ ଆମେ ନିଜକୁ ସବୁବେଳେ ପୂର୍ଣ୍ଣ ବିକଶିତ ମାଚ୍ୟୋର କହିବା ଆଦୌ ଉଚିତ ନୁହେଁ ଯେ ଆମେ ଏବେ ମାଚ୍ୟୋର ହେଇଗଲେ, କାହିଁକିନା ଆମେ କେବେ ବି ମାଚ୍ୟୋର ହେଇପାରିବାନି। ଆମେ ସବୁବେଳେ କିଛି ନା କିଛି ଶିଖିବା। କଥା ହେଲା ସମୟ, ତ ସମୟ ଅନୁସାରେ ପରିବର୍ତ୍ତନ ହୁଏ। ଆମ ନିଜର ଭାବନା ବିଚାରକୁ ମଧ୍ୟ ବଦଳିବା ଆବଶ୍ୟକ।